आज मत बेसी मन पड़ुचंती मो प्राण प्रिय मोर हेले सेमिति बदली गले काहेकि मो थाउ थाउ शेष से द्वितीय पत्नी बाही गले बाहा तो हेले थरटे भी तो मो पाखक आसिकी मत देखिकी जानते मु मरी कि बंची बोली से तो कभी भूली गले सते कि बाबू तांको मने पड़ुनी मो हृदय मो हृदय कांदुछि मो साथी बिना रही मो पारिना असह जंत्रणा रही मो पारिना असह जंत्रणा फाटी जाए फाटी जाए छाती रखली जातिना रही मो पारिना असह जंत्रणा रही मो पारिना असह जंत्रणा सागर बाबू थरोटी तो बाबा को कहता मो बंची की मरी छे बोली बहुत मने पड़ुछि अभिमान सीमा रेखा को दे आसी सागर नांजलि सागर ना झरणा से कहार नुहे से केवल मतारा मतारा तमें मद पीछ हाँ मद पीछे परिस्थिति मते मद पीवा को बाध्य कर बापा को बुझे बापा बुझले नहीं अंजलि को बुझे अंजलि बुझिलानी शेषरे तुमको बुझाई तुम्हें भी अबुझाई बाध्य है मद मद ही तो मो सारा है जाती झरणा आपण जो परिस्थिति चापरे थाउ ना कहीं मो किंतु मद पीवा को समर्थन करि परिबिनी मु सब किछि छाड़ी दे किंतु ए मद को नुह मो किंतु विष गुड़ा पीवा को देबिनी जंतु सेटा दियंतु आराम जाते तुम मद को फेंकी देले तुम्हारा तो मो अंजलि थिला ता हाथारू मद ढाली मते पिए देउथिला मु तते आज छाड़े मारो मारो मारी देबे
କରିପାରିବିନି କରିପାରିବିନି। କେ ସୁନ୍ଦର ଚେହେରା ରଖିଛି ବୋଲି ତୋର ଏତେ ଗର୍ବ। ତୋ ଭଳି ସୁନ୍ଦର ଝିଅକୁ ସିନ୍ଦୁର ଦେଇ ମସ୍ତ ବଡ଼ ଭୁଲ କରିଛେ ମୁଁ। ବରଂ ମୁଁ ତ କହିବେ ତୋ ଭଳି ସୁନ୍ଦରୀ ଝିଅକୁ ସିନ୍ଦୁର ମନା, ସୁନ୍ଦରୀ ଝିଅକୁ ସିନ୍ଦୁର ମନା। ମାରୋ ମାରୋ ମାରେ ଯାବେ ତୋତେ। ବିଶ୍ୱାସର ସିନ୍ଦୁର ଦୁନିଆ ଜାଣେ ସିନ୍ଦୁର ସାଜିବ ଯଦି ଏଡ଼େ ନିଷ୍ଠୁର ଯିବ ସେ କେହେ ତଥାପି ସେ ଭାଙ୍ଗି ଯାଏ ତଥାପି ସେ ହାରି ଯାଏ। ନାରୀ ନୁହେଁ ତୁ ନାରାୟଣୀ କଳି ଯୁଗ କାହାଣୀ କଳି ଯୁଗ କାହାଣୀ କଳି ଯୁଗ କାହାଣୀ କଳି ଯୁଗ କାହାଣୀ। ତମ ପେଟରେ ତାହେଲେ ଏତେ କପଟ ସାଗରକୁ ସମୁଦ୍ର ରଖିପାରିଥିଲା ଯଦି ତୁ ମତେ କାହିଁକି ବାହା କରାଇଲୁ? ମୁଁ ତମ ଖୁସିରେ ଚଲି ଯାଉଥିଲି, ତୁ ମତେ କାହିଁକି ଅଟକାଇଲୁ? ତ ମୁହଁରେ ରାମ ରାମ ପେଟରେ ଏତେ କପଟ। ଠିକ୍ ତମେ ପକ୍କା ଡାହାଣୀ ଜାଣି ଜଣେ। ହଁ ପକ୍କା ଡାହାଣୀ ଜାଣି ଜଣେ। ଅଞ୍ଜଳି ମତେ ବିଶ୍ୱାସ କର ଅଞ୍ଜଳି, ସାଗର ବାବୁ ମୋ ପାଖକୁ ଆସୁନାହାନ୍ତି କି ମୁଁ ବି ତାଙ୍କୁ ଆସିବାକୁ ଦଉନି। ମତେ ବିଶ୍ୱାସ କର। ତୁ ମିଛ କହୁଛୁ। ମୋ ସ୍ୱାମୀକୁ ତୁ ପୁରା ତୁ ହିଁ ବାନ୍ଧି ରଖିଛୁ। ଏ ଘରେ ବସି ବସି ବହୁତ ଖାଇସାରିଲୁଣି, ଦେହଟାକୁ ବହୁତ ଫୁଲେଇ ସାରିଲୁଣି। ଏଇ ରାଜରାଣୀ ଭଳି ରହିବାଟା ତୋର ବହୁତ ହେଲାଣି। ଆଜି ଠାରୁ ତୁ ଚାକରାଣୀ ହେବୁ, ଚାକରାଣୀ ଚାକରାଣୀ। ଅଞ୍ଜଳି ମୁଁ ପରା ଏଇ ରାଜ୍ୟର ମହାରାଣୀ, ତୁ ମତେ ଆଦେଶ ଦେବୁ। ମୁଁ ବାଧ୍ୟ ଆଦେଶ ଦେବି। ତୁ ନାରୀ ଚିଲିମଟା ଭୁଲ କରିଦେଇଛୁ। ନାରୀ କେତେବେଳେ ନାରାୟଣୀ, ନାରୀ କେତେବେଳେ ଲାଗୁଣୀ ମନେ ରଖିବା ଉଚିତ। ମୁଁ ନାରୀ ନୁହଁ, କାଳ ଲାଗୁଣୀ। ଏଇଠି ବୋଲା କଳି ଯୁଗର କାହାଣୀ। ରାମାୟଣ ଭାଗବତ ମହାଭାରତ କେତେ ପଢ଼ିଛି ଏମିତି କାହାଣୀ କେବେ ଶୁଣି ନଥିଲି। କିଏ ଲେଖିଛି ସମୟ ତ ଦେବନି ଜୀବନ ତ କହିପାରୁନି। ନାରୀ ନୁହେଁ ତୁ ନାରାୟଣୀ କଳି ଯୁଗ କାହାଣୀ କଳି ଯୁଗ କାହାଣୀ କଳି ଯୁଗ କାହାଣୀ କଳି ଯୁଗ କାହାଣୀ। ଓହୋ କି କଷ୍ଟ ତୁମର। ଏ ଆମ ସାଗର ନା ଏ ନିଷ୍ଠୁର ଦେଖୁନ, ତମକୁ ବାହା ହେଲା ସେଥିରେ ପୁଣି ମନ ଶାନ୍ତି ହେଲାଣି ଯେ ତା ପାଇଁ ଆଉ ଗୋଟେ ସ୍ତ୍ରୀ ଆଣିଲା। ସେଇଥିରେ ପୁଣି ମନ ଶାନ୍ତି ହେଲାଣି ଯେ ମଦ ପିଇଲା। ସେଥିରେ ପୁଣି ମନ ଶାନ୍ତି ହେଲାଣି ଯେ ମଦ ପିଇ ତମକୁ ନିଷ୍ଠୁର ଭାବେ ମାଡ଼ ମାରି ଚାଲିଲା। ଏ ତମର କଷ୍ଟ ଦେଖି ମୁଁ ଜମାରୁ ସହିପାରୁନି। ଭାଇ ହେଲେ ଆପଣ କାହିଁକି ସହ୍ୟ କରିପାରୁନାହାନ୍ତି ଭାଇ? ସେ ଦେଖୁନ ଏ ଆମ ସାଗରଟା ନା ଅଞ୍ଜଳି ପ୍ରେମରେ ଅନ୍ଧ ହେଇ ସାରିଛି। ଆଉ କେତେ ଦିନ ପରେ ତମକୁ ମାରି କୋଉ ନଦୀ ନାଳରେ ଫିଙ୍ଗିଦେବ। ସେଇଥିପାଇଁ ମୁଁ କଣ କହୁଥିଲି କି, ମୁଁ ତୁମକୁ ଦେଖିଲା ଦିନଠୁ ମନକୁ ମନ ଗୋଟେ କଥା ଭାବି ନେଇଛି। କଣ ଭାଇ? ମୁଁ ତୁମକୁ ଭଲ ପାଉଛେ, ମୁଁ ତୁମକୁ ବାହା ହେବାକୁ ଚାହେଁ।
ଆପଣ ମୋ ଦେଢ଼ଶୁର ଭାଇ, ଦେଢ଼ଶୁର ହୋଇ ଭାଇ ବୋହୂକୁ କିଭଳି ସମାଜ ଯାଏ ତମକୁ ସେ ତ କବି ଜଣା ନାହିଁ। ଆଉ ପଦେ ଆଗକୁ କହିଲେ ମୁଁ ବି ଭୁଲିଯିବି ଆପଣ ମୋ ଦେଢ଼ଶୁର ବୋଲି। ମୁଁ ଆପଣଙ୍କୁ ଜୋତାରେ ପିଟିବି, ଜୋତାରେ। ତୁ ପୁଣି ମତେ ଜୋତାରେ ପିଟିବ ବଜା କିଣି ମାଇକିଣା। ତୋ ହାତ ଗୋଡ଼କୁ ଏମିତି ଧରି ମୋଡ଼ିଦେବି ଯେ ମୁଁ କିଛି କରିପାରିବୁନି। এই তো বান প্রেমিক রূপটা তো দেখিছু, এই তো বান ভিতরে থিবা বলিয়া সিংহ চুয়াটা তো দেখিছু। সেই যৌদিন পদাকু বাহারি আসিব তোতে ছারকার করদেব। ମୁଁ ତୋତେ ଭଲରେ ଭଲରେ କହୁଛି ମୋ କଥାରେ ରାଜି ହେଇଯା, ନହେଲେ ଦେଖିବୁ ରାଜି ହେବ କି ନାହିଁ। তাহলে দেখ ମୁଁ କଣ କରୁଛି। আরে কিଏ অছ? এ দৌড়ি আস। বহুমা মতে কিপরি ব্যবহার করুଛନ୍ତି। মতে জোর জবরদস্তি ছাড় বহুমা ছাড়। তুমি ଗୋଟେ ମୋର ଭାଇ ବୋହୂ ହେଇକି ଏମିତି କରୁଛ। ଶେଷରେ ତୁମେ ଏତେ ତଳକୁ ଖସିଗଲ, ଭାବି ନଥିଲି। ବାପା ଶେଷରେ ତମେ ଏତେ ତଳକୁ ଖସିଗଲ। ବହୁମା ଆଜି ପୁଣି ଗୋଟେ ଦୃଶ୍ୟ ଦେଖିବାକୁ ମିଳିଛି। ମୋତେ ବିଶ୍ୱାସ କରନ୍ତୁ ବାପା, ମୋର କିଛି ଭୁଲ ନାହିଁ। ମୋତେ ଏକୁଟିଆ ପାଇଁ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ପାଇଁ ଯାଉ। রাম রাম রাম, এতে বড় দোষ, এতে বড় দোষ ମୁଁ ସ୍ୱୀକାର କରି ନେଉଛି ମହାରାଜ, ସ୍ୱୀକାର କରି ନେଉଛି। କାହିଁକି ନା ଆଜିକାଲି ଦୁନିଆରେ ନାରୀମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଚାଲିଛି। ମତେ ଆପଣ ଯାହା ଶାସ୍ତି ଦେବେ ମହାରାଜ ମୁଁ ସ୍ୱୀକାର କରି ନେଉଛି, ମୁଁ ସ୍ୱୀକାର କରି ନେଉଛି। ବାବୁ ହଁ ବାପା, ଏ ସମ୍ପୂର୍ଣ୍ଣ ସତ୍ୟ କହୁଛନ୍ତି। ମୋତେ ଏକୁଟିଆ ପାଇଁ ଅତ୍ୟାଚାର କରିବାକୁ ଚାହୁଁଥିଲି। ଯିଏ ମୋ ଦେବତୁଲ୍ୟ ବଡ ଭାଇ, ତୁ ତାକୁ ଦୋଷ ଦଉଛୁ। ମୁଁ ତୋତେ ଆଜି ଛାଡ଼ିବେନି, ମାରୁ ମାରୁ ମାରିଦେବି ତୋତେ। ମୁଁ ଆଗରୁ ଜାଣିଥିଲି এই নারী ଭଲ ଲୋକ ନୁହେଁ, এই ନାରୀ ସେଥିପାଇଁ କଳଙ୍କ। ଆରେ ମୁଁ ଯଦି ହୋଇଥାନ୍ତି ଦେହ ଲାଲସା ଏମିତି ମୋ ପାଇଁ, ଶେଷରେ ପିଟୁଥିଲା ଦେହ ସହିତ ଜୋର ଜବରଦସ୍ତ। ଛି 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 ଛି, ଭାବେ ପୁଣି ଲୋକ ମୋତେ ମରିଯିବାକୁ ଇଚ୍ଛା ହେଲାଣି। ରହିଯାଅ, ରହିଯାଅ ସବେ। ଏହି ରାଜା ସୁରେନ୍ଦ୍ର କେଶରୀ ଥାଉ ଥାଉ ତମେ ମାନେ ବିଚାର କରିବା ଲୋକ କିଏ? ହଁ, ଯାହା ବିଚାର କରିବି ମୁଁ କରିବି। ମୁଁ ଜାଣିଛି, ପିଲାଟି ଦିନରୁ ମୁଁ ଜାଣିଛି ମୋ ଭଣଜା, ହଁ ହଁ ମୋ ଭଣଜା କେତେ ବାବୁ ଭଣଜା। ମୁଁ ମାରାତ୍ମକ ନୁହେଁ ବାବୁ, ମୁଁ ମାରାତ୍ମକ ନୁହେଁ। ଏ ଆପଣଙ୍କ ଶ୍ରୀମତୀ ଝରଣା ବୋହୂ ଭଣଜା, ମତେ ଅନେକ ଥର ପ୍ରେମ ସମ୍ପର୍କ ରଖିବାକୁ କହିଛନ୍ତି। ଭଣଜା ମୁଁ ଅନେକ ଥର ମନା କରିଛି, ହେଲେ ଆଜି ମତେ ଏକୁଟିଆ ଦେଖି ମତେ ପ୍ରେମ ସମ୍ପର୍କ ରଖୁଛୁ। ଏ ଆମ ସାଗରଟା ଅଞ୍ଜଳିକୁ ବାହା ହେଲା ପରେ ଆମ ଝରଣା ବୋହୂକୁ ସମୟ ଦେଇ ପାରୁନାହାନ୍ତି। ସେଇଠି ସେ ଏକୁଟିଆ ହେଇଗଲେ ମତେ ଜୋର ଜବରଦସ୍ତିରେ ଏ ମୋର ଭାଇ ବୋହୂ ହେଇକି ଏମିତି କରୁଛି। ମୁଁ ବି ତ ସେ କଥା କହିବାକୁ ଚାହୁଁଛି। ଏପରି ନାରୀ ଆମ ସମାଜ ପାଇଁ କଳଙ୍କ। ମୁଁ ଯଦି ହୋଇଥାନ୍ତି କେତେବେଳରୁ ମରିଥାନ୍ତି। ତୁ ମରିଯା, ହାରାମ ଯଦି ଫୁଟି ଚାଲି ମରିଯା। ବହୁମାଞ୍ଜଳି, ମୁଁ ବି ସେଇଆ କହିବାକୁ ଚାହୁଁଥିଲି। ତମେ ମାନେ କାହିଁକି ମୋ କଥାକୁ ତମେ ଅଧାରୁ ଛଡେଇ ନେଉଛ କାହିଁକି? ଅଧାରୁ ଛଡେଇ ନେଉଛ କାହିଁକି? ଦୋଷ କାହାରି ବି ନୁହେଁ,
ତୁମର କିଛି ଦୋଷ ନୁହେଁ, ତୁମର ବି କିଛି ଦୋଷ ନୁହେଁ। ଆଉ ଦୋଷଟା ହଉଛି କାହାର ଜାଣିଛ? ମାମୁ ଦୋଷଟା ହେଉଛି ଏଇ ଅଳକ୍ଷଣୀର। ଏଇ ଅଳକ୍ଷଣୀର ସବୁ କିଛି ଦୋଷ। ନା ମୁଁ ଆଜି ଦୁଇ ଆଖିରେ ଦେଖିପାରିଛି ମାନେ ଦୋଷଟା ଏଇ ଅଳକ୍ଷଣୀର। ସାଗର, ଆରେ ଯେତେ ଶୀଘ୍ର ପାରୁଛ ସେତେ ଶୀଘ୍ର ଘରୁ ବାହାର କରିଦେ। ଆରେ ବାହାର କରିଦେ କହୁଛି, ବାହାର କରିଦେ। ଏ ମହାନ ସାଙ୍ଗତିକ ନାରୀ ପୂର୍ବରୁ ମୋ ବାପା ତୋ ନାଁରେ ଅଧା ସମ୍ପତ୍ତି କରିଥିଲେ, ସେଇଟାକୁ ଫେରେଇ ଦେ। ଆଉ ମୁଁ ତୋତେ ଦେଇଥିଲି ସେଇ ଶଙ୍ଖା ସିନ୍ଦୁର କବି। ତୋ ଭଳି ନାରୀକୁ ସିନ୍ଦୁର ଦେଇ ମସ୍ତ ବड़ा ভুল করেছে বউ। না স্বামী, আজ ভরে পবিত্র সাবিত্রী ব্রতরে মতে বিধবা করো না। ଆଜିଠାରୁ ମୁଁ ତୋ ପାଇଁ ମରିଯାଇଛି, ଆଉ ତୁ ମୋ ପାଇଁ ମରିଯାଇଛୁ। ମୁଁ ତତେ ନାର୍କଠୁ ବି ଅଧିକ ଘୃଣା କରେ, ନାର୍କଠୁ ବି ଅଧିକ। ତୋ ଭଳି ନାରୀକୁ ସିନ୍ଦୁର ଦେବା ମନା, ସୁନ୍ଦରୀ ଝିଅକୁ ସିନ୍ଦୁର ଦେବା ମନା। ସମୟ ଭାରି ନିଷ୍ଠୁର, ହୃଦୟ ସାଜିଛି ଭାଗ୍ୟ ଖେଳେ କି ଖେଳ, ଜୀବନ କାନ୍ଦୁଛି ଏ ପାଖେ ଭରସା, ସେ ପାଖେ ନିରାଶା। ଦୋଷଣ କରିବେ ହୁଏ ଲୋକ ହସା। ଚାଲୁ ଚାଲୁ ଗଛକିରେ, ଚାଲୁ ଚାଲୁ ଗଛକିରେ, ହେଲା ବାଟ ବଣା। ଝିଅ 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 ଝିଅ, ସୁନ୍ଦରୀ ଝିଅକୁ ସିନ୍ଦୁର ମନା, 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 ସୁନ୍ଦରୀ ଝିଅକୁ ସିନ୍ଦୁର ମନା। ତମର ରାସ୍ତାର କଣ୍ଟା ସଫା ହେଇ ସାରିଛି। ଏବେ ବି ରାସ୍ତା କଣ୍ଟା ସଫା ହେଇନି ତୁଫାନ ବାବୁ। ଆରେ ଦୁଇଟା କଣ୍ଟା ରହିଯାଇଛି, ସେଇ ରାଜା ସୁରେନ୍ଦ୍ର କେଶରୀ ଆଉ ତା ପୁଅ ସାଗର। ଆଲୋ ଆଲୋ, ସେମାନେ ବି ବାହାର ହେବେ ଲୋ, ସେମାନେ ବି ମର୍ମେ ମର୍ମେ ଅନୁଭବ କରିବେ। ତମ ଭଳିଆ ସୁନ୍ଦରୀ ଝିଅକୁ ଇଚ୍ଛା ବିରୋଧରେ ସିନ୍ଦୁର ଦେଲେ ପରିସ୍ଥିତି କେମିତି ଭୟଙ୍କର ହୁଏ। ଆରେ ଆସ ଧନ, ଏମାନଙ୍କୁ ବି ବର୍ବାଦୀର ମଞ୍ଜି ବୁଣିବା ଆରମ୍ଭ କରିଦେବା।